ଗୋଟିଏ ବ୍ୟକ୍ତିର ଜୀବନରେ ବହୁତ ସମସ୍ୟା ଥିଲା। ତାକୁ ଲାଗୁଥିଲା ମାନବ ଜୀବନ ବହୁତ କଷ୍ଟଦାୟକ ଏବଂ ପଶୁପକ୍ଷୀଙ୍କ ଜୀବନ ମନୁଷ୍ୟଠାରୁ ବହୁତ ଭଲ। କାହିଁକି ନା ପଶୁପକ୍ଷୀଙ୍କୁ ସମସ୍ୟା ସହ ଲଢ଼ିବାକୁ ପଡ଼େ ନାହିଁ। ଆମ ମନୁଷ୍ୟମାନଙ୍କୁ ତ କେବଳ ଚିନ୍ତା ଘାରି ରହୁଛି, ଯେତେବେଳେ କି ପଶୁପକ୍ଷୀମାନେ ନିଜର ଜୀବନକୁ ଆନନ୍ଦରେ ଜିଉଛନ୍ତି। ମାତ୍ର ତାର ଏହି ବିଚାର ମହାତ୍ମା ବୁଦ୍ଧଙ୍କ ସହିତ ସାକ୍ଷାତ ହେବା ପରେ ଆଉ ରହିଲା ନାହିଁ। ସେ ଜାଣିପାରିଲା କି ମନୁଷ୍ୟର ଜୀବନ ବାସ୍ତବରେ ବହୁତ ଅମୂଲ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ମହାତ୍ମା ଗୌତମ ବୁଦ୍ଧ କିପରି ସେହି ବ୍ୟକ୍ତିର ଜୀବନକୁ ପରିବର୍ତ୍ତନ କରିପାରିଲେ। ଗୋଟିଏ ବ୍ୟକ୍ତି ଜଙ୍ଗଲର ଗଛ ଉପରେ ବସି ଜୋର ଜୋରରେ କାନ୍ଦୁଥାଏ। ଜଙ୍ଗଲକୁ ଫଳ ତୋଳିବା ପାଇଁ ଆସିଥିବା ବୌଦ୍ଧ ଭିକ୍ଷୁ ଜଣକ ସେହି ବ୍ୟକ୍ତିର କାନ୍ଦ ଶୁଣି ତାହାରି ପାଖକୁ ଆସିଲେ। ସେହି ବୌଦ୍ଧ ଭିକ୍ଷୁ ଜଣକ ତାର ଗଛ ଉପରେ ଚଢ଼ି କାନ୍ଦ ଦେଖି କହିଲେ, କଣ ତୁମେ ପଶୁ କି ଏପରି ଗଛ ଉପରେ ରହିକି କାନ୍ଦୁଛ? ସେହି ବ୍ୟକ୍ତିଟି ବୌଦ୍ଧ ଭିକ୍ଷୁଙ୍କ କଥା ଶୁଣି କହିଲା, କାଶ ଆପଣ ଯାହା କହୁଛନ୍ତି ତାହା ସତ୍ୟ ହୋଇଥାନ୍ତା, କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ଗୋଟିଏ ମଣିଷ। ସେହି ବ୍ୟକ୍ତିଠାରୁ ଏପରି ଉତ୍ତର ଶୁଣିକି ବୌଦ୍ଧ ଭିକ୍ଷୁ ଜଣକ ତାକୁ ଗଛରୁ ତଳକୁ ଆସିବାକୁ କହିଲେ। ସେହି ବ୍ୟକ୍ତିଟି ବୌଦ୍ଧ ଭିକ୍ଷୁଙ୍କ କଥା ମାନି ତଳକୁ ଆସିଲା। ବୌଦ୍ଧ ଭିକ୍ଷୁ ସେହି ବ୍ୟକ୍ତିକୁ କହିଲେ, ଲାଗୁଛି ତୁମେ ବହୁତ ଦୁଃଖରେ ଅଛ, ନଚେତ୍ ତୁମେ ସୌଭାଗ୍ୟର କଥାକୁ ଦୁର୍ଭାଗ୍ୟ ବୋଲି କହିନଥାନ୍ତ। ଗୋଟିଏ ମନୁଷ୍ୟର ଜନ୍ମ ପାଇବା ବଡ଼ ସୌଭାଗ୍ୟର କଥା ଅଟେ। ମନୁଷ୍ୟର ଜୀବନ ବଡ଼ କଠିନରେ ମିଳିଥାଏ, ମାତ୍ର ତୁମେ କହୁଛ କି ଗୋଟିଏ ପଶୁ ହେବା ପାଇଁ? ସେହି ବ୍ୟକ୍ତି କହିଲା, ହେ ସନ୍ନ୍ୟାସୀ, କଣ ତୁମେ କେବେ କେଉଁ ପଶୁକୁ ଆତ୍ମହତ୍ୟା କରିବାର ଦେଖିଛ? କଣ ତୁମେ କେବେ କେଉଁ ପଶୁକୁ ଅନ୍ୟ କେଉଁ ପଶୁ ସହିତ ଧୋକା ଦେବାର ଦେଖିଛ? ତୁମେ କେବେ କେଉଁ ପଶୁକୁ ତାଙ୍କର ଅତୀତ ଭବିଷ୍ୟତକୁ ନେଇ ଚିନ୍ତା କରିବାର ଦେଖିଛ? ଏମିତିରେ ମନୁଷ୍ୟର ଜୀବନ କିପରି ବା ସୌଭାଗ୍ୟର କଥା ହୋଇପାରିବ? ଏହାରୁ ତ ଭଲ ପଶୁଙ୍କର ଜୀବନ ଅଟେ। ମନୁଷ୍ୟର ଜୀବନ ତ ପଶୁ ପକ୍ଷୀଙ୍କ ଠାରୁ ବି ଖରାପ। ସେହି ବ୍ୟକ୍ତିର ଏହିପରି କଥା ଶୁଣି ବୌଦ୍ଧ ଭିକ୍ଷୁ ଜଣକ କହିଲେ, ଲାଗୁଛି ତୁମେ ବହୁତ ଦୁଃଖିତ ଅଛ। ତୁମର ଜୀବନରେ ବହୁତ ବଡ଼ ସମସ୍ୟା ଆସିଯାଇଛି। ଯଦି ଏହିପରି ଅଛି, ତେବେ ଏହାର ସ୍ପଷ୍ଟ ସମାଧାନ ମହାତ୍ମା ବୁଦ୍ଧଙ୍କ ପାଖରୁ ମିଳିପାରିବ। ଦୟାକରି ତୁମେ ତାଙ୍କ ପାଖକୁ ଯାଅ। ଏଥିରେ ସେହି ବ୍ୟକ୍ତିଟି କହିଲା, ସେ କିଏ? କିପରି ଦେଖିବାକୁ? ସେ କଣ ଗୋଟିଏ ସାଧୁ, ନା ସନ୍ନ୍ୟାସୀ, ନା ପଣ୍ଡିତ, ନା ବ୍ରାହ୍ମଣ? ଯଦି ସେ ଏମାନଙ୍କ ଭିତରୁ ହୁଏ, ତେବେ ସେ ମୋର ସମସ୍ୟାକୁ ଦୂର କରିପାରିବନି। ମୁଁ ଏପରି ବହୁତ ଲୋକଙ୍କ ସହ ସାକ୍ଷାତ କରିସାରିଛି, ଏମାନଙ୍କ ପାଖରେ ମୋର ସମସ୍ୟାର କୌଣସି ସ୍ପଷ୍ଟ ସମାଧାନ ନଥାଏ। ଏଥିରେ ସେହି ବୌଦ୍ଧ ଭିକ୍ଷୁ ଜଣକ କହିଲେ, ସେ ଏମାନଙ୍କ ଭିତରୁ ତ କେହି ନୁହେଁ, କିନ୍ତୁ ସେ ପ୍ରକୃତରେ କିଏ ତାହା ମୁଁ ବି ସ୍ପଷ୍ଟ ଭାବରେ ଆଜି ପର୍ଯ୍ୟନ୍ତ ଜାଣିପାରିଲି ନାହିଁ। ମାତ୍ର ମୁଁ ଏତିକି ଜାଣିଛି କି ଯିଏ ବି ତାଙ୍କ ପାଖକୁ ତାର ସମସ୍ୟା ନେଇକି ଯାଇଛି, ତାଙ୍କର ସମସ୍ୟାର ସମାଧାନ ସେ ବହୁତ ସରଳ ଭାବରେ ଜଣାଇଛନ୍ତି। ଯିଏ ବି ତାଙ୍କ ପାଖରୁ ଆସିଛି, ସେ ତାର ସମସ୍ତ ଦୁଃଖ କଷ୍ଟକୁ ଛାଡ଼ିକି ସେହି ସ୍ଥାନରୁ ଆସିଛି। ସେହି ବୌଦ୍ଧ ଭିକ୍ଷୁଙ୍କ ମୁଖରୁ ଗୌତମ ବୁଦ୍ଧଙ୍କ ବିଷୟରେ ଏତେ ସବୁ ଶୁଣିବା ପରେ ସେ ବ୍ୟକ୍ତିଟି କହିଲା, ତାହେଲେ ଠିକ ଅଛି, ମୁଁ ନିଶ୍ଚୟ ଥରେ ତାଙ୍କ ସହ ସାକ୍ଷାତ କରିବି, ଦେଖିବି ସେ କିପରି ମୋ ଜୀବନର ଦୁଃଖକୁ ଦୂର କରୁଛନ୍ତି। ଏତିକି କହି ସେ ବ୍ୟକ୍ତି ଆସନ୍ତା ଦିନରେ ବୁଦ୍ଧଙ୍କ ପାଖକୁ ଚାଲିଗଲା। ଲଗାତାର 5 ଦିନର ବାଟ ଚାଲିଲା ପରେ ଗୌତମ ବୁଦ୍ଧଙ୍କ ଆଶ୍ରମରେ ପହଞ୍ଚିଲା। ଆଶ୍ରମ ଭିତରକୁ ପ୍ରବେଶ ପରେ ଦେଖିବାକୁ ପାଇଲା କି ସେ ଗୌତମ ବୁଦ୍ଧ ତାଙ୍କ ଶିଷ୍ୟଙ୍କୁ ଉପଦେଶ ଦେଉଥିଲେ। ମହାତ୍ମା ବୁଦ୍ଧ କହୁଥିଲେ, ଏ ଜୀବନରେ ଉପସ୍ଥିତ ସମସ୍ତ ଜୀବଙ୍କର ଜୀବନ ବହୁତ ଅମୂଲ୍ୟ ଅଟେ, ପରନ୍ତୁ ମନୁଷ୍ୟର ଜୀବନ ସମସ୍ତ ଜୀବ ଅପେକ୍ଷା ଅଧିକ ମୂଲ୍ୟବାନ ହୋଇଥାଏ। ମନୁଷ୍ୟ ତାର ମନୁଷ୍ୟତ୍ୱକୁ ଉପଯୋଗ କରି ବହୁତ ଉପରକୁ ଉଠିପାରିବ ଏବଂ ଏହି ମନୁଷ୍ୟର ଖରାପ ଗୁଣ କାରଣରୁ ତଳକୁ ଖସି ଯାଇପାରିବା। ମହାତ୍ମା ବୁଦ୍ଧଙ୍କ ଉପଦେଶ ମଝିରେ ସେହି ବ୍ୟକ୍ତିଟି ତାଙ୍କ ପାଖକୁ ଯାଇ ପ୍ରଣାମ କରି କହିଲା, ହେ ବୁଦ୍ଧ, ଆପଣ କହୁଛନ୍ତି ଆମ ମନୁଷ୍ୟର ଜୀବନ ମୂଲ୍ୟବାନ ଅଟେ, ମାତ୍ର ଆମ ମନୁଷ୍ୟର ଜୀବନରେ ଏମିତି କଣ ଅଛି? ଆମ ଜୀବନ ମୂଲ୍ୟବାନ ହେବାର ଯଥାର୍ଥ କଣ? ଆମେ ତ ଚିନ୍ତା କରୁ, ବ୍ୟସ୍ତ ରହୁ, ଆମେ ଆମର ଭବିଷ୍ୟତ ପାଇଁ ସର୍ବଦା ଚିନ୍ତିତ ରହୁ। ଏମିତି ହିଁ ହଜାର ପ୍ରକାର ସମସ୍ୟା ଆମ ମନୁଷ୍ୟର ଜୀବନରେ ଚାଲିଥାଏ। କିନ୍ତୁ ଆପଣ କଣ ଜାଣିପାରିବେ? ଆପଣ ତ ଗୋଟିଏ ସାଧୁ ଅଟନ୍ତି, ଆପଣ ତ ସବୁକିଛି ତ୍ୟାଗ କରିଦେଇଛନ୍ତି। ଠିକ ଏଥିପାଇଁ ଆପଣ ଏହିପରି କଥା ଗୁଡ଼ିକ ବହୁତ ସହଜରେ କହିପାରୁଛନ୍ତି। ମତେ ଏହା ଲାଗୁଛି ମନୁଷ୍ୟର ଜୀବନ ବହୁତ କଠିନ, ଆମେ ଏହାକୁ ସମାପ୍ତ କରିଦେବା ଉଚିତ। ଆପଣ କେବେ କେଉଁ ପଶୁପକ୍ଷୀଙ୍କୁ ଦେଖିଛନ୍ତି ଚିନ୍ତା କରିବାର?
ଭବିଷ୍ୟ ଏବଂ ଭୂତ କାଳକୁ ନେଇ ବାରମ୍ବାର ଭାବିବାର? ନା, ସେ ତ କେବଳ ତାଙ୍କ ଜୀବନରେ ବିନା ଚିନ୍ତା ଏବଂ ବିନା ସମସ୍ୟାରେ ନିଜର ଜୀବନକୁ ହସ ଖୁସିରେ କାଟିଥାନ୍ତି। କିନ୍ତୁ ଆମ ମନୁଷ୍ୟର ଜୀବନ ଠିକ୍ ଏହାର ଓଲଟା। ମତେ ତ ଏହା ଲାଗୁଛି ମନୁଷ୍ୟର ଜୀବନ ଏକ ପ୍ରକାର ଅଭିଶାପ, ଯାହାକୁ ଆମେ ଜନ୍ମ ହେବାଠାରୁ ଭୋଗି ଆସୁଛୁ। ତେବେ ଆପଣଙ୍କୁ ଏପରି କିପରି ଲାଗୁଛି କି ମନୁଷ୍ୟର ଜୀବନ ସବୁ ଜୀବଠାରୁ ଶ୍ରେଷ୍ଠ? ଆପଣ କିପରି ସମସ୍ତଙ୍କୁ ଏପରି ମିଛ କଥା ଗୁଡାକ କହିପାରୁଛନ୍ତି? ସେଇ ବ୍ୟକ୍ତିର କଥାକୁ ମହାତ୍ମା ଗୌତମ ବୁଦ୍ଧ ଧ୍ୟାନର ସହ ଶୁଣୁଥିଲେ ଏବଂ ସେଇ ବ୍ୟକ୍ତିର ମନୋଦଶାକୁ ଭଲ କରି ବୁଝୁଥିଲେ। ଶେଷରେ ମହାତ୍ମା ବୁଦ୍ଧ ଅଳ୍ପ ହସରେ କହିଲେ, ତୁମେ ତୁମ ଜୀବନର ସଂଘର୍ଷ ଠାରୁ ଲୁଚୁଛ। ଯଦି ତୁମେ ସଂଘର୍ଷ ହିଁ କରିବନି ତେବେ ଜୀବନ ସଫଳ କିପରି ହେବ? ଯେବେ ଯେବେ ଆମେ ଆମ ସଂଘର୍ଷ ଠାରୁ ଲୁଚିଥାଉ ତେବେ ଆମର ଜୀବନ ଅନ୍ୟର ଅଧୀନରେ ଗୁନ୍ଥି ହୋଇଯାଇଥାଏ। ସେତେବେଳେ ଆମକୁ ଅନ୍ୟର ବିଚାର ଅନୁସାରେ ଚାଲିବାର ହୋଇଥାଏ। ଏଥିପାଇଁ ଆମକୁ ଆମର ଜୀବନ ପାଇଁ ସଂଘର୍ଷ ତ କରିବାକୁ ହୋଇଥାଏ। ମହାତ୍ମା ବୁଦ୍ଧଙ୍କ ମୁଖରୁ ଏହା ଶୁଣିକରି ସେହି ବ୍ୟକ୍ତି ବହୁତ ଆଶ୍ଚର୍ଯ୍ୟରେ ପଡ଼ିଗଲା। ସେ ତୁରନ୍ତ ବୁଦ୍ଧଙ୍କ ପାଦ ତଳେ ପଡ଼ି କହିଲା, ହେ ବୁଦ୍ଧ, ଆପଣଙ୍କୁ କିପରି ଜଣା ପଡ଼ିଲା କି ମୁଁ ମୋ ଜୀବନରେ ସଂଘର୍ଷ ଠାରୁ ପଳାଉଛି, ସେଠାରୁ ଲୁଚୁଛି, ସେଠାରୁ ବଞ୍ଚିବାକୁ ଚାହୁଁଛି? ମୋ ଜୀବନରେ ଯେତେବେଳେ ବି କେଉଁ ସମସ୍ୟା ଆସିଥାଏ ତେବେ ମୁଁ ତାର ସମାଧାନ ନ କରି ସେଠାରୁ ଲୁଚି ପଳାଇଥାଏ। ମୁଁ ତ ସେଇ ସମସ୍ୟା ଗୁଡ଼ିକର ସାମ୍ନା ହିଁ କରିପାରୁନି। ଆଗକୁ ମହାତ୍ମା ବୁଦ୍ଧ ସେଇ ବ୍ୟକ୍ତିକୁ କହିଲେ, ତୁମକୁ ଲାଗୁଛି କି ପଶୁଙ୍କର ଜୀବନ ଆମ ମନୁଷ୍ୟ ଠାରୁ ଲକ୍ଷେ ଗୁଣା ଭଲ? କାହିଁକି ନା ସେ ତାଙ୍କ ଜୀବନ ନିଜେ ସମାପ୍ତ କରିପାରୁନାହାନ୍ତି, କାହିଁକି ନା ସେ କାହାକୁ ଧୋକା ଦିଅନ୍ତି ନାହିଁ ଏବଂ ନା ସେମାନେ ଆସିବାକୁ ଯାଉଥିବା ଭବିଷ୍ୟତକୁ ନେଇ ଚିନ୍ତା କରିଥାନ୍ତି। ଏହାର ଅର୍ଥ ଏହା ତ ନୁହେଁ କି ପଶୁଙ୍କ ଜୀବନରେ କିଛି ସଂଘର୍ଷ ହିଁ ନାହିଁ। ପଶୁଙ୍କ ଜୀବନରେ ତ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷ କରିବାରେ ହିଁ କଟିଥାଏ। ଯେତେବେଳେ ସେମାନେ ଛୋଟ ଥାନ୍ତି ତେବେ ତାଙ୍କୁ ତାଙ୍କର ଜୀବନ ପ୍ରତି ବିପଦ ରହିଥାଏ। ସେ ତାଙ୍କର ଜୀବନକୁ ବଞ୍ଚେଇବା ପାଇଁ ସଂଘର୍ଷ ପରେ ସଂଘର୍ଷ କରିଥାନ୍ତି। ଯେମିତି ଯେମିତି ବଡ଼ ହୁଅନ୍ତି ତାଙ୍କୁ ତାଙ୍କର ପେଟ ଭରିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। ତାଙ୍କ ଆଗରେ ଯେତେ ବଡ଼ ବିପଦ ଆସିଲେ ବି ସେମାନେ ସଂଘର୍ଷ କରିବାକୁ ଡରନ୍ତି ନାହିଁ। ମାତ୍ର ଆମେ ମନୁଷ୍ୟମାନେ ଯଦି ଆମେ ସେଇ ପଶୁଙ୍କ ପରି ଆମ ଜୀବନରେ ସଂଘର୍ଷ କରିବାରେ ପଛଘୁଞ୍ଚା ଦେବା ନାହିଁ ତେବେ ମନୁଷ୍ୟର ଜୀବନ ଆପେ ଆପେ ସଫଳ ହୋଇଯିବ। ଯଥାର୍ଥ ସଂଘର୍ଷ କରିବା ପରେ ଗୋଟିଏ ମନୁଷ୍ୟ ତାର ଜୀବନରେ ବହୁତ କିଛି ହାସଲ କରିପାରିବ। ମାତ୍ର ସଂଘର୍ଷ ପରେ ସଂଘର୍ଷ କଲା ପରେ ମଧ୍ୟ ସେହି ପଶୁ ତାଙ୍କ ଜୀବନରେ କିଛି ବି ପାଇପାରନ୍ତି ନାହିଁ। ଏ ଜୀବନର ବାସ୍ତବିକତା ଏହା କି ବିନା ଜୀବନରେ କୌଣସି ଜୀବନ ହିଁ ନାହିଁ। ବିନା ସଂଘର୍ଷରେ ଆମର ଜୀବନ ଆଗକୁ ଯାଇପାରିବ ନାହିଁ। ସେ ରାଜା ହେଉ କି ଭିକାରୀ, ସମସ୍ତ ଜୀବନରେ ସଂଘର୍ଷ ନିଶ୍ଚୟ ଥାଏ। ଯିଏ ବି ଜୀବନରେ ସଂଘର୍ଷ କରିବନି ସେ ମନୁଷ୍ୟ ହେଉ କି ପଶୁ, ତାର ନଷ୍ଟ ହେବା ସୁନିଶ୍ଚିତ। ଏଥିରେ ସେ ବ୍ୟକ୍ତି କହିଲା, ହେ ବୁଦ୍ଧ, କଣ ଆପଣ ମତେ ଏପରି ବସ୍ତୁ ଦେଇପାରିବେ ଯାହା ସାହାଯ୍ୟରେ ମୋ ଜୀବନର ସବୁ ସଂଘର୍ଷ ସବୁଦିନ ପାଇଁ ଶେଷ ହୋଇଯିବ? ମୋର ସମସ୍ତ ଚିନ୍ତା, ସମସ୍ତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ଏବଂ ମୋର ଜୀବନ ସୁଖମୟ ହୋଇଯିବ। ସେହି ବ୍ୟକ୍ତିର ଏଇ କଥା ଶୁଣିକି ମହାତ୍ମା ବୁଦ୍ଧ ପୁନର୍ବାର ହସିକି କହିଲେ, ମୁଁ ତୁମକୁ ସେଇ ଜିନିଷ ତ ଦେଇପାରିବିନି, କିନ୍ତୁ ମୁଁ ତୁମକୁ ସେଇ ଦିଗକୁ ପହଞ୍ଚିବାର ରାସ୍ତା କହିପାରିବି। ଯଦି ତୁମେ ସେଟାକୁ ପହଞ୍ଚିବାର ଦୃଢ଼ ନିଷ୍ଠା ଏବଂ ସଂଘର୍ଷ କରିନେବ ତେବେ ତୁମେ ନିଶ୍ଚୟ ସେଇ ସ୍ଥାନକୁ ପହଞ୍ଚି ପାରିବ ଏବଂ ଶେଷରେ ତୁମକୁ ସେଇ ଜିନିଷ ମିଳିଯିବ। କିନ୍ତୁ ମୋର ଏଇ କଥାଟି ମନେ ରଖିବ, ଏହାର ଅର୍ଥ ଏହା ନୁହେଁ କି ସେଇ ସ୍ଥାନରେ ପହଞ୍ଚିଲା ପରେ ତୁମ ଜୀବନରେ ସମସ୍ୟା ଚିନ୍ତା ଆସିବା ବନ୍ଦ ହୋଇଯିବ। ତୁମ ଜୀବନରେ ଚିନ୍ତା ଓ ସମସ୍ୟା ତ ଆସିବ, ମାତ୍ର ତାହାର ପ୍ରଭାବ ତୁମ ଉପରେ ସେତେ ହେବ ନାହିଁ ଯେତେ ବର୍ତ୍ତମାନ ହେଉଅଛି। ତୁମ ଜୀବନରେ ଦୁଃଖ ଏବଂ ସମସ୍ୟା ତ ଆସିବ, କିନ୍ତୁ ସେ ଦୁଃଖ ଏବଂ ସମସ୍ୟା ତୁମକୁ ଛୁଇଁ ପାରିବ ନାହିଁ ଏବଂ ସେହି ଅବସ୍ଥାରେ ଯିଏ ଯେତେ ବି ଦୁଃଖ ଦେବାକୁ ଚେଷ୍ଟା କଲେ ବି ତୁମେ କେବେ ଦୁଃଖିତ ହେବ ନାହିଁ। ମହାତ୍ମା ବୁଦ୍ଧଙ୍କର ଏଇ କଥାଟି ଶୁଣି ସେଇ ବ୍ୟକ୍ତିଟି ହାତ ଯୋଡ଼ିକି କହିଲା, ହେ ଗୌତମ ବୁଦ୍ଧ, ମତେ ଶୀଘ୍ର କୁହନ୍ତୁ ସେ ଜିନିଷ କଣ ଏବଂ ମତେ ତାହା କେଉଁଠାରେ ମିଳିବ? ମୁଁ ସେଇ ଜିନିଷକୁ ପାଇବା ପାଇଁ କିଛି ବି କରିପାରିବି। ଏହା ଉପରେ ମହାତ୍ମା ବୁଦ୍ଧ ସେଇ ବ୍ୟକ୍ତିକୁ ଗମ୍ଭୀରତା ସହ କହିଲେ, ସେଇ ଜିନିଷର ନାମ ହେଉଛି ଶାନ୍ତି, ଯିଏ ତୁମ ମନ ଭିତରର ଗଭୀରତାରେ ଅଛି। ଯେମିତି ପ୍ରକାରରେ ସମୁଦ୍ରର ଲହରୀ
ଅଧିକ ତୀବ୍ର ନଜର ଆସିଥାଏ ଏବଂ ଅଧିକ ଅସନ୍ତୁଷ୍ଟ ମଧ୍ୟ ଦେଖାଯାଇଥାଏ। ତାକୁ ଦେଖିକରି ଆମର ମନ ବିଚଳିତ ହୋଇଯାଇଥାଏ। ପରନ୍ତୁ ଠିକ୍ ଏହାର ବିପରୀତରେ ସେହି ସମୁଦ୍ରର ଗଭୀରତାରେ ସେ ବହୁତ ଶାନ୍ତ ହୋଇଥାଏ। ଠିକ୍ ଏହି ପ୍ରକାରରେ ଆମ ମନର ଗଭୀରତାରେ ଶାନ୍ତି ଲୁଚିକି ରହିଛି। ତୁମକୁ ସେହି ମନର ଗଭୀରତାରେ ଧ୍ୟାନ କରିକି ସେହି ଶାନ୍ତି ପାଇଁ ସଂଘର୍ଷ କରିବାକୁ ପଡ଼ିବ। ଯଦି ତୁମେ ସେହି ଶାନ୍ତିକୁ ପାଇବାରେ ସଫଳ ହୋଇପାରିବ, ତେବେ ମୁଁ ଯାହା କହିଥିଲି ତୁମକୁ କୌଣସି ପ୍ରକାର ଦୁଃଖ, କଷ୍ଟ, ସମସ୍ୟା ଓ ଚିନ୍ତାର ପ୍ରଭାବ ପଡ଼ିବ ନାହିଁ। ବୁଧ ସେହି ବ୍ୟକ୍ତିକୁ ଆଗକୁ କହିଲେ, ତୁମେ ଯଦି ଧ୍ୟାନକୁ ତୁମ ପ୍ରିୟ ସାଥୀ କରିନେବ, ତେବେ ତୁମେ ଶାନ୍ତିକୁ ବହୁତ ଶୀଘ୍ର ହାସଲ କରିପାରିବ। ତେଣୁ ଆଜିଠୁ ଜୀବନରେ ସଂଘର୍ଷ ଠାରୁ ନ ପଳାଇ ସଂଘର୍ଷର ସାମ୍ନା କର ଏବଂ ନିଜ ମନର ଶାନ୍ତିକୁ ଖୋଜିବା ଆରମ୍ଭ କର। ଭାଇମାନେ, ଏହି ଛୋଟ କାହାଣୀରୁ ଯଦି ଆପଣଙ୍କୁ କିଛି ବି ଶିଖିବାକୁ ମିଳିଛି, ତେବେ ଭିଡ଼ିଓକୁ ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ।